ନମସ୍କାର ବନ୍ଧୁଗଣ, କାହାଣୀ ଦୁନିଆକୁ ଆପଣମାନଙ୍କୁ ସ୍ୱାଗତ। ଆଜିର କାହାଣୀର ନାଁ ନିଜ କଥା ପର କଥା। ଶୋଭା ଶାଶୁଘରକୁ ଆସିଲା ବେଳେ ମନେ ମନେ ପ୍ରସ୍ତୁତ ହୋଇ ଆସୁଥାଏ ଶାଶୁ ନିଶ୍ଚୟ ତାକୁ ବେଜାଏ ଖଟାଇବେ ଏବଂ ତାକୁ ପରିଶ୍ରମ କରି କରି ନାକେଦମ ହବାକୁ ପଡ଼ିବ। କିନ୍ତୁ ସେ ଦେଖିଲା ଶାଶୁ ତାକୁ ଅତ୍ୟନ୍ତ ସ୍ନେହ କରୁଛନ୍ତି। ସେ ତେଣୁ କିଛି କାମଦାମ କଲା ନାହିଁ। ଶାଶୁଙ୍କ କାମଭାର ବଢ଼ିବା ହିଁ ସାର ହେଲା। ଦିନେ ଶୋଭାର ଭାଇ ତା ଘରକୁ ଆସିଥାଏ। ମାର ଦେହ ଭଲ ରହୁନାହିଁ ବୋଲି ଭାଇଠୁ ଶୁଣି ସେ କହିଲା, ନୂଆ ବୋଉ ତ ସବୁ କାମଦାମ କରୁଥିବେ, ମା ପୁରା ବିଶ୍ରାମ ନେଉନାହିଁ କିଆ? ଭାଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲା, ତୋ ନୂଆ ବୋଉ କିଛି କରେ ନାହିଁ। ଶୋଭା ବିରକ୍ତ ହୋଇ କହିଲା, ତେବେ ତାକୁ ତା ବାପ ଘରକୁ ବିଦା କରିଦେଉନ। କଣ୍ଠସ୍ୱର ନିମ୍ନ କରି ଭାଇ କହିଲା, ସେଇଆ କରନ୍ତି ଯେ, କିନ୍ତୁ କଥା ତ ଲୁଚି ରହିବ ନାହିଁ। ସେ ଖବର ତୋ ସ୍ୱାମୀ କାନକୁ ଆସିଲେ ସେ ବି ଯଦି ତୋତେ ବିଦା କରିଦେବାକୁ ବାହାରିବ। ଶୋଭା ନିଜ ଅବସ୍ଥା ସମ୍ପର୍କରେ ସଚେତନ ହୋଇଗଲା, ଆଉ ଚୁପ୍ ରହିଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ନିଜ କଥା ପର କଥା।